କ'ଣ କରିବି ବସେଇଠି ଥୋଇବୁ। ଧାନ ଗଛ ସିନା ସିନ୍ଦୁର ଦେଇଥାନ୍ତୁ ଧାନ ଗଛରେ ଶୁଖୁଆ ଥୋଇବି କବ କରି ଥୋ ଗଣ୍ଠଟା ଇଆଡ଼ିକି ଥୋ କୁଆଡ଼େ ଦେଖେଇଛୁ ଇଆଡ଼େ ପା ଖଡ଼ୁ ଥୋଇ ଦେ ସାଇଜ କରିକି ଏଠି ହାତ ତାକ ଖଡ଼ୁ ଦେଖାଉଛି ଏଇଠିକି ଦେଖା ଆଗ ଶୁଖୁଆ ବୋଉ କରିସାରିକି ନା ମୁଁ ଥୋଉନୁ ସେଇଠି ନା ଦେଖାଇ ଶୁଖୁଆ ବୋଉ ତାରି ଉପରେ ଥୋଉନୁ ତାରି ଉପରେ ହଁ ନହେଲେ ତଳେ ଥୋ ନହେଲେ ତଳେ ଥୋ ସିନ୍ଦୁର ଲଗେଇ ଦେଉନୁ ଏକାଥରକେ କଳା ସିନ୍ଦୁର ଏକାଥରେ ଲଗେଇଦେ ବାସ୍ ଲଗେଇକି ଏକାଥରେ ଥୋଇଥିବୁ ପୁଣି ପିଟି ପିଟି ଯାଉଥିବ ହଁ ସେଥିରେ ଲଗେଇଦେ ଦେଖାଉଛି ତୋଟି ବସିଯାଇଛି ହଉନି ଚନ୍ଦନ ଲଗେଇଦେନି ଲଗେଇଲେ ମା ବାତ ହଉନି ଧୂପ କାଠି ନା ଲଗେଇବି ଲଗଉନୁ କଦଳୀ ଛଡ଼େଇ ଦେଇକି ଭୋଗ ଥୋଇଦେ ସେଠି ତା ପାଖରେ ଏତେ ଫୁଲ କ'ଣ ଥୋଇଛୁ ଗୋଟେ ଯୋଡ଼େ ତା ଭିତରେ ଲଗେଇଦେ ସବୁ ଫୁଲ ସବୁ ତଳେ ଗଦେଇଛି ଠାକୁରଙ୍କୁ ତ ଉପରେ ସିନା ଦେବା କଥା ହଁ ସେମିତି ଆଉ ସେଇ ଧଳଦିଆ ଫୁଲ ଦେଇଦେ ଆଉ ଏତେ କ'ଣ କରିବି ଗୋଟେ ହଁ ଥାନ୍ତି ନା କଦଳୀ ଗୁରା ମୋ ମାଇଁ ନେଇଥିଲେ ଏରା ପାଚିନି କଦଳୀ ଗୁରା ନେଇଥିଲେ ଭଲ ତ ତଳେ ବସିକି ପଢ଼ିବି ଶୁଣ ସୁଜନେ କାଞ୍ଜି ଅଁଳା କଥା ପୂଜିଲେ ମନରୁ ଛାଡ଼ଇ ବ୍ୟଥା ସେ ଯେ ସାଧବ ଘର ସାନ ବୋହୂ ଗର୍ଭ 4 ମାସ ହୋଇଛି ସେଉ କଖାରୁ ତିଅଣ ଖଇତେ ଏମିତି ପଢ଼ୁନୁ ଯେମିତି ବହି ପଢ଼ିଲା ଭଳିଆ କଖାରୁ ତିଅଣ ଖଇତେ ମନ ପଡ଼ିଶା କଖାରୁ ଆଣି ବହନ ଏ ତ ଗୀତ ଲେଖା ଅଛି ପଢ଼େ ଦୋଷମାଳି କଖାରୁ ଘେନି ଅଇଲା ନ ଆଣି ତାକୁ ତୋଳି ନ ଆଣି ତିଅଣ କରିନ ଖୁଆଇଲା ପୁଣି କଖାରୁଟି ମୋର କିଏ ଖାଇଲା ମତେ ତ ନ କହି ଘେନି ନ କରିଦେବି କାଞ୍ଜି ବିଧି ବିଧାନ 6 ପିଠା ତହିଁରେ କରି ଯତନ ଭାତ ବାଢ଼ିନ ପୂଜା ବିଧି କଲେ ଅର୍ଘ୍ୟ ଗନ୍ଧ ପୁଷ୍ପ ନୈବେଦ୍ୟ ଦେଲେ କଥା ଗୋଟି କହି ଅର୍ଘ୍ୟ ଯେ ଦେଇ ପାଏ ପଡ଼ି ମେଲାଣି ଦେଇ କ୍ରମେ ହେଲା ତାର ବହୁତ ଧନ ପୁଅ ଝିଅ ନାତି ନାତୁଣୀ ପୁଣ ଅନ୍ନ ନାତି ଘେନି କରଇ ଘର ବେଳୁ ଧନ ଜନ ଅପାର ଉତ୍ତମ ଭାଗ୍ୟତା ହେଲା ଉଦୟ ତେଣୁ କାଞ୍ଜି ଅଁଳା ଜଗତେ ହୋଏ ସେଦିନୁ ଆଶ୍ରକୁ ଆଶ୍ରୟ କଲେ ଏଓଷା ଫଳ ମିଳେ ଭଲେ ଏହା ଯେ ପଢ଼ନ୍ତି ଶୁଣନ୍ତି ନର ସକଳ ପୁରୁଷାର୍ଥ ହୁଏ ତାର ଏ କାଞ୍ଜି ଅଁଳା
କଥା ଗୀତରେ ଦ୍ୱିଜ ରଘୁନାଥ ପ୍ରକାଶ କରେ। ଆଉ ଗୋଟେ ପତ୍ର ଆଣିଥିଲେ ହେଇଥାନ୍ତା, ସେ ଥୋଇଥାନ୍ତୁ ଟିକେ ପତ୍ରରେ। ସେ ପତ୍ରଟା କ'ଣ କଲ କିଲୋ? ଆଉ ଏ ପତ୍ରରେ ଥୋଇ ହଁ ଟିକେ ସେ ଟିକେ ଟିକେ ଥୋଇଦେ, କଦଳୀ ଟିକେ ପାଣି ଛଡ଼େଇକି ଥୋଇବି ନା? ହଁ। ଟିକେ ବାଡ଼େଇ ଦେ ହାତ, ସେଥିରେ ବାଡ଼େଇ ଦେ ଟିକେ। ବିଲୁଆ ପକେଇଦେଲେ ହବନି ନା ମୁଁ ହେଲା। ବନ୍ଦ କରିଦେ। ମାଉସୀର ସେଇଆ କରୁଛନ୍ତି ଆଉ, ହଁ ଖାଲି ପୁଅମାନେ ଖାଇବେ। ସେ ତ ଖାଲି ପୁଅମାନଙ୍କୁ ଦେଇଛି, ଝିଅମାନଙ୍କ ପାପକ ଥିଲେ। ପୁଅମାନେ ଖାଇବେ, ବୋହୂ ଖାଇବେନି, କି ନାତି ନାତୁଣୀ ଖାଇବେନି। ଆଉ ବୋହୂ କେମିତି ପୂଜା ହଉଛନ୍ତି? ପୂଜା ହେବେ, ବୋହୂ ଖାଲି ଦେବ ପରା। ବାଞ୍ଛା ମଡ଼ିଛି ମାନେ ଯେ କରିବ ଦିନ କାଞ୍ଜିଅଳା ହୋଇ ବୋହୂ କରିବ ତୁ କରିବୁ ନାହିଁ। ପିତା ସୁଖ 7 ଗୋଟି ହେବ, ଗାଧୁଆ ମୁଣ୍ଡେ ସିନ୍ଦୁର ଦେବ, କଜଳ ହଳଦୀ କନା ପିନ୍ଧାଇ, କାଞ୍ଜି ମୂଳେ ଆଦି ତିଅଣ ହୋଇ। ହଁ ଆଉ ଭାତ ହରିକା ବି ତୁ କଲୁନୁ। ପିତା ଶୁଖୁଆ ପୋଇ ପୋଡ଼ା ହେବ। ଶୁଖୁଆ ଫୁକା ପୋଇ ପଡ଼ିକି ନା। 6 ପିଠା ନେଇ ଆଗେ ଥୋଇବ, 6 ପିଠା ହେବା କଥା। ପୋଖରୀ ଗୋଟିଏ କରି ଯତନ, କିଆ ମାଛ ଧରି ବାଳୁଙ୍ଗା ଧାନ। ସାରୁ ଗଛ ନେଇ ତହିଁ ଥୋଇବ, ପୋଇ ସାରୁ ଗଛ ବି ଥୁଆ ହବ ନା। ପୋଇ ଖାଡ଼ିଆ କାହାକୁ ନ ଦେବ, ଏରା କାହାକୁ ଦେବନି ପୋଇ ଖାଡ଼ିଆ। ତିଅଣ ଭାତ ପୁତ୍ରକୁ ପୁଅକୁ ତିଅଣ ଭାତ ପୁଅକୁ ଖୁଆଇ, ଯାହା ନ ଖାଇ ତାହା ପୋତି ଦେଇ ବାଞ୍ଛା। ବାହାରେ ଗାଡ଼ି ଦେଇଥା, ନହେଲେ ଥୋଇବେ ଆଇଲେ ଠାକୁର। ଏ ଗୋବିନ୍ଦା ତୁ କଣ ତିରୁପତି ଭାବି ଦେଲୁ ନା? ଧାନ କଛଟା ବହୁତ ଡେଙ୍ଗା ହେଇଯାଉଛନ୍ତି ନା।